ଗୋଟିଏ ଘଞ୍ଚ ଜଙ୍ଗଲ। ସେଇ ଜଙ୍ଗଲରେ ପୋଖରୀଟିଏ ଥାଏ। ସେଠିକି ଜଙ୍ଗଲର ଅନେକ ପଶୁପକ୍ଷୀ ପାଣି ପିଇବାକୁ ଆସନ୍ତି। ଠିକ୍ ସେଇ ପୋଖରୀ କୂଳରେ ଥିବା ଗୋଟିଏ ଗଛ ପାଖରେ ରହୁଥାଏ ଗୋଟିଏ ବିଲୁଆ। ସେ ଭାରି ଅଳସୁଆ। ସବୁଦିନ ସେ ଜଙ୍ଗଲ ଭିତରକୁ ଯାଏ, ହେଲେ ନିଜେ ଶିକାର କରିବା ବଦଳରେ ଅନ୍ୟ ଜୀବଜନ୍ତୁ ଶିକାର କରି ଛାଡ଼ି ଯାଇଥିବା ପଚା ମାଉଁସକୁ ଖାଇ ପୁଣି ଘରକୁ ଫେରିଆସେ। ଆଉ ଘରକୁ ଆସି ପୋଖରୀରୁ ପାଣି ପିଇ ଅଚିନ୍ତା ନିଦରେ ଶୋଇଯାଏ। ଏମିତି ବିଲୁଆ ବିନା ପରିଶ୍ରମରେ ଚଳିଯାଏ। ଦିନେ ସେ ଗଛ ପାଖରେ ଥାଇ ଭାବିଲା, ଏଠିକି ତ ଏତେ ଜୀବଜନ୍ତୁ ପାଣି ପିଇବାକୁ ଆସୁଛନ୍ତି, ହେଲେ ସେ ବାଘଟା କାହିଁକି ଆସୁନି କେଜାଣି? ଏଠିକି ବାଘ ଯଦି ଆସନ୍ତା ଭାରି ଭଲ ହୁଅନ୍ତା। ଏ ଡଉଲ ଡାଉଲ ହରିଣ ଆଉ ଠେକୁଆକୁ ଦେଖି ଯେମିତି ହେଲେ ମାରି ଖାଆନ୍ତା। ବିଲୁଆ ଏମିତି ଭାବିବାର କାରଣ ହେଉଛି ଯେ ବାଘ ସେମାନଙ୍କୁ ମାରି ଖାଏ, ତାହା ହେଲେ ଶେଷକୁ ତା ପାଇଁ କିଛି ତାଜା ମାଂସ ଛାଡ଼ିକି ଯାଆନ୍ତା। ସେ ଛଡ଼ା ମାଂସରେ ସେ ତା ପେଟ ପୂଜା କରନ୍ତା। ତାକୁ ଆଉ ଜଙ୍ଗଲ ଭିତରକୁ ଯିବାକୁ ପଡ଼ନ୍ତାନି। ସେଇଠି ଖାଇ ସେଇଠି ଶୁଅନ୍ତା। ଏହି ଆଶାରେ ବିଲୁଆ ସେଇଠି ଅନେକ ଦିନରୁ ବାଘକୁ ଅନାଇ ରହିଲା। ହେଲେ ବାଘର ଦେଖା ଦର୍ଶନ ମିଳିଲା ନାହିଁ। ଶେଷରେ ବିଲୁଆ ବାଘକୁ ନିମନ୍ତ୍ରଣ କରିବାକୁ ଜଙ୍ଗଲକୁ ଗଲା। ବିଲୁଆ ଗୁମ୍ଫା ଭିତରକୁ ଯାଇ ବାଘକୁ ମୁଣ୍ଡିଆଟିଏ ମାରିଲା। କିରେ ବିଲୁଆ, ଆଜି ଇଆଡ଼େ କୁଆଡ଼େ? ମହାରାଜ, ମୁଁ ଆପଣଙ୍କୁ ଗୋଟେ ଖୁସି ଖବର ଦେବାକୁ ଆସିଛି। ଯଦି ଆପଣ ଆଜ୍ଞା ଦେବେ ତାହେଲେ କହିବି। ଖୁସି ଖବର? ହଁ ମହାରାଜ। ହଉ କହ, କ'ଣ ଖୁସି ଖବର ଆଣିଛୁ କହ। ମହାରାଜ, ଆପଣ ବୋଧେ ଜାଣିନାହାନ୍ତି, ଏ ଜଙ୍ଗଲର ପୂର୍ବ ପଟରେ ଗୋଟିଏ ପୋଖରୀ ଅଛି। ସେଠିକି ବହୁତ ଜୀବଜନ୍ତୁ ପାଣି ପିଇବାକୁ ଆସୁଛନ୍ତି। ଯଦି ଆପଣ ସେଠାକୁ ଯାଆନ୍ତେ, ଗୋଟିଏ ଦିନରେ ପୁରା ନାଲି ପଡ଼ିଯିବେ। ଆପଣଙ୍କୁ ଆଉ ଇଆଡ଼େ ସିଆଡ଼େ ଯିବାକୁ ପଡ଼ିବନି। ବିଲୁଆ ପାଖରୁ ଏକଥା ଶୁଣି ବାଘ ମନ ଖୁସ୍। ସେ ବିଲୁଆକୁ କହିଲା, ଠିକ୍ ଅଛି, ତାହେଲେ ମୋତେ ସେ ପୋଖରୀ ପାଖକୁ ନେଇ ଚାଲ। ହଉ ମହାରାଜ, ଚାଲନ୍ତୁ। ତାପରେ ବିଲୁଆ ଓ ବାଘ ଦୁହେଁ ଆସି ପୋଖରୀ ପାଖରେ ପହଞ୍ଚିଗଲେ। ବାଘ ଗୋଟେ ଗଛ ପଛରେ ଲୁଚି ରହିଲା। ଯେମିତି ଗୋଟିଏ ଠେକୁଆ ପାଣି ପିଇବାକୁ ଆସି ପହଞ୍ଚିଛି, ବାଘ ଚଟିକି ତାକୁ ମାଡ଼ି ବସିଲା। ଠେକୁଆକୁ ମାରି ବାଘ ତା ପେଟ ପୂଜା କଲା। ଯାହା କିଛି ବଳି ପଡ଼େ ତାକୁ ବିଲୁଆ ମନ ଖୁସିରେ ଖାଏ। ବାଘ ଗଛ ଉହାଡ଼ରେ ଲୁଚି ରହିଥାଏ। ନିଜ ପସନ୍ଦର ଶିକାର ଆସିଲେ ତାକୁ ମାରି ଖାଏ। ଆଉ ବାଘ ଖିଆ ସରିବା ପରେ ଯାହା କିଛି ବଳି ପଡ଼େ ତାକୁ ବିଲୁଆ ମନ ଖୁସିରେ ଖାଏ। ଏମିତି କିଛି ଦିନ ଚାଲିଲା। ଅନେକ ଜୀବଜନ୍ତୁ ସେ ପୋଖରୀକୁ ପାଣି ପିଇବାକୁ ଆସି ବାଘର ଶିକାର ହେଲେ। ଧୀରେ ଧୀରେ ଏକଥା ଜଙ୍ଗଲ ସାରା ପ୍ରସାର ହୋଇଗଲା। ଫଳରେ ଆଉ କେହି ଜୀବଜନ୍ତୁ ସେ ପୋଖରୀକୁ ଆସିଲେ ନାହିଁ। ଏପଟେ ବାଘ ସବୁଦିନ ଆସେ, ଗଛ ପାଖରେ ଛକି ବସେ, ହେଲେ କେହି ଜୀବଜନ୍ତୁ ଆସନ୍ତି ନାହିଁ। ଶେଷରେ ଭୋକ ଉପାସରେ ସଞ୍ଜକୁ ଘରକୁ ଫେରେ। ଏମିତି 2-4 ଦିନ ଚାଲିଲା। ଦିନେ ବାଘ ସଞ୍ଜ ପର୍ଯ୍ୟନ୍ତ ଅପେକ୍ଷା କଲା, ହେଲେ ସେଦିନ ବି କେହି ଆସିଲେନି। ଶେଷରେ ବାଘ ଭୋକ ବିକଳରେ ସେ ବିଲୁଆକୁ ମାରି ତା ଭୋକ ମେଣ୍ଟାଇଲା। ଅତି ସୁବିଧାବାଦୀ ବିଲୁଆ ଦିନେ ନିଜ ଗାତରେ ନିଜେ ପଡ଼ି ମଲା। ତ ପିଲାମାନେ, ଆମେ କ'ଣ ଏଥିରୁ ଶିଖିଲେ? କେବଳ ନିଜ ସୁବିଧା ପାଇଁ ଶତ୍ରୁ ସହ ଗୁପ୍ତରେ ହାତ ମିଳେଇବା ବେଳେବେଳେ ଭାରି ମହଙ୍ଗା ପଡ଼େ।